ସୁଭଦ୍ରା ଯୋଜନା ପଞ୍ଜୀକରଣ ଆଜିଠୁ ଆରମ୍ଭ। ତେଣୁ ଆପଣମାନେ ଘରେ ବସି ମଧ୍ୟ ଫର୍ମ ଫିଲ୍ଅପ୍ କରିପାରିବେ। ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ରରେ ଏହି ସବୁ ଫର୍ମ ଉପଲବ୍ଧ। ଆପଣ ଆଣି ନିଜେ ଘରେ 5ରୁ 10 ମିନିଟ୍ ଲାଗିବ ଫର୍ମ ମଧ୍ୟ ଫିଲ୍ଅପ୍ କରିପାରିବେ। ଦେଖନ୍ତୁ, ପ୍ରଥମେ ଆପଣଙ୍କର ସମ୍ପୂର୍ଣ୍ଣ ନାମ ଦେବେ ଆଧାର କାର୍ଡରେ ଯାହା ଲେଖା ହେଇଛି। ସେକେଣ୍ଡରେ ଆଧାର କାର୍ଡ ଦେବେ। ଥାର୍ଡରେ ପିତାଙ୍କ ନାମ ବା ସ୍ୱାମୀଙ୍କ ନାମ ଦେବେ। ଫୋର୍ଥରେ ଦେଖନ୍ତୁ ଜନ୍ମ ତାରିଖ ଦେବେ। ଆଉ ଏଠି ଦେବେ ଆପଣଙ୍କର ସାଧାରଣ ବର୍ଗ ବା ଅନୁସୂଚିତ ଜାତି ବା ଯେକୌଣସି ହଁ ନା ଲେଖିବେ। ଆଉ ଫୋର୍ଥରେ ଲେଖିବେ ଆଧାର କାର୍ଡର ସଂଯୁକ୍ତ ମୋବାଇଲ ନମ୍ବର, ଯୋଉ ମୋବାଇଲ ନମ୍ବର ଲିଙ୍କ ଅଛି। ଆଉ ଗୋଟେ ଅଲ୍ଟରନେଟିଭ ମୋବାଇଲ ନମ୍ବର ଦେବେ। ତା ସହିତ ଜିଲ୍ଲା ନାଁ ଦେବେ, ଗ୍ରାମ ନାଁ ଦେବେ, ପଞ୍ଚାୟତ ଦେବେ, ବ୍ଲକ ଦେବେ, ସହରାଞ୍ଚଳ ବା ୱାର୍ଡ ନମ୍ବର, ଆପଣ କେତେ ଯଦି ସହରରେ ରହୁଛନ୍ତି ସହରର ନମ୍ବର ଦେବେ, ୱାର୍ଡ ନମ୍ବର ଦେବେ। ତା ସହିତ ସବୁଠାରୁ ବଡ ହେଲା ଆପଣଙ୍କର ଆକାଉଣ୍ଟ ନମ୍ବର ଦେବେ। ଯେକୌଣସି ଆକାଉଣ୍ଟ ନମ୍ବର ଆପଣ ଏଠି ଦେଇପାରିବେ, ଯାହାଫଳରେ ସେଇ ଆକାଉଣ୍ଟକୁ ଆପଣଙ୍କର ଟଙ୍କା ଆସିବ। ଦେଖନ୍ତୁ, ସେକେଣ୍ଡ ଷ୍ଟେପରେ ଆପଣ ଏଇଟା ପୁରା ପଢିକି ଟିକ୍ ମାରିବେ। ଏଠି ଲେଖା ହେଇଛି ମୁଁ ଓଡ଼ିଶାର ବାସିନ୍ଦା ଅଟେ, ଏଠି ଠିକ୍ ମାରିବେ। 1 ଜୁଲାଇ 2024 ସୁଦ୍ଧା ମୋର ବୟସ 21 ବା 21 ଠାରୁ 60 ବର୍ଷରୁ କମ୍ ଅଟେ, ଏଠୁ ମଧ୍ୟ ଠିକ୍ ମାରିବେ ଯଦି ଆପଣ ସେତିକି ବୟସ। ମୁଁ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାର ଯୋଜନା ଅଧୀନରେ ମାସିକ 1500 ଟଙ୍କା ବା ତାଠାରୁ ଅଧିକ ବାର୍ଷିକ 18,000 ଟଙ୍କାରୁ ଅଧିକ ସହାୟତା ରାଶି ପାଇନାହିଁ, ଏଠି ମଧ୍ୟ ଠିକ୍ ମାରିବେ ଯଦି ଆପଣମାନେ ପାଇନାହାନ୍ତି। ତାପରେ ହେଲା ମୁଁ କିମ୍ବା ମୋ ପରିବାର ସଦସ୍ୟ ବର୍ତ୍ତମାନ ପୂର୍ବତନ ସାଂସଦ ବା ବିଧାନସଭା ସଦସ୍ୟ ନୁହନ୍ତି, ଯଦି ଆପଣମାନେ ନୁହନ୍ତି ତାହେଲେ ଠିକ୍ ମାରିବେ। ମୁଁ କିମ୍ବା ପରିବାର କୌଣସି ସଦସ୍ୟ ଆୟକର ଦାତା ନୁହନ୍ତି, ଯଦି ଆପଣ ଇନକମ୍ ଟ୍ୟାକ୍ସ ଦଉନାହାନ୍ତି ତାହେଲେ ଏଠି ମଧ୍ୟ ଠିକ୍ ମାରିବେ। ମୁଁ କିମ୍ବା ପରିବାରର କୌଣସି ସଦସ୍ୟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବା ପଞ୍ଚାୟତ ଅନୁଷ୍ଠାନରେ ନିର୍ବାଚିତ ଜନପ୍ରତିନିଧି ନୁହନ୍ତି, ଯଦି ଆପଣମାନେ ନୁହନ୍ତି ତାହେଲେ ଠିକ୍ ମାରିବେ। ତାପରେ ହେଲା ମୁଁ କିମ୍ବା ମୋର ପରିବାର ସଦସ୍ୟ ଭାରତ ସରକାର ବା ରାଜ୍ୟ ସରକାରଙ୍କର କୌଣସି ଅଣ୍ଡରଟେକିଂ ବା ବୋର୍ଡ ଅଥବା ସ୍ଥାନୀୟ ସଂସ୍ଥା ବା ଅଥବା ବିଭାଗର ନିୟମିତ ସ୍ଥାୟୀ କିମ୍ବା ଚୁକ୍ତି ଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତି ନୁହନ୍ତି, ଅଥବା ଅବସରରେ ମଧ୍ୟ ପେନସନ ପାଉନାହାନ୍ତି। ଆପଣ ପେନସନ ପାଉନାହାନ୍ତି ବା ଚାକିରି କରିନାହାନ୍ତି ସରକାରୀ ସ୍ତରରେ, ଏଠି ମଧ୍ୟ ଠିକ୍ ମାରିବେ। ଆଉ ଗୋଟିଏ କଥା ହେଲା ମୁଁ କିମ୍ବା ପରିବାର ସଦସ୍ୟ ଭାରତ ସରକାର କୌଣସି ସରକାରୀ ବିଭାଗରେ ଉଦ୍ୟୋଗ ବା ଅଥବା ବୋର୍ଡ, ସରକାର ସଂସ୍ଥା ବା ରାଜ୍ୟ ସରକାରଙ୍କ ନିର୍ବାଚିତ ମନୋନୀତ ନିଯୁକ୍ତି ପ୍ରତିନିଧି ନୁହନ୍ତି, ଏଇଠି ମଧ୍ୟ ଠିକ୍ ମାରିବେ। ତାପରେ ହେଲା ମୋ ସରକାର, ମୁଁ ମୋ ପରିବାର 5 ଜଣ 5 ଏକରରୁ ଅଧିକ ଜଳସେଚିତ ବା 10 ଏକରରୁ ଅଧିକ ଅଣ ଜଳସେଚିତ ଜମି ନାହିଁ। ଆପଣଙ୍କର ଯଦି ଏତିକି ଜମି ନାହିଁ ତାହେଲେ ଠିକ୍ ମାରିବେ। ଯଦି ଜମି ଅଛି ଆପଣମାନେ ମାରିବେ ନାହିଁ। ତାପରେ ଲେଖା ହେଇଛି ମୋର କିମ୍ବା ପରିବାର ସଦସ୍ୟ 4 ଚକିଆ ଯାନ ନାହିଁ, ଯଦି ଆପଣଙ୍କର ମିନି ଟ୍ରକ୍ ବା ଟ୍ରକ୍ ଟ୍ରାକ୍ଟର ଯାହା ଅଛି ଆପଣମାନେ ପାଇପାରିବେ ନାହିଁ। ତାପରେ ଲେଖା ହେଇଛି ମୋର ପରିବାର ବାର୍ଷିକ ଆୟ 2.5 ଲକ୍ଷ ଟଙ୍କାରୁ କମ୍, ମାନେ ଆପଣ ବର୍ଷ ସାରାର ଆୟ 2.5 ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଦରକାର, ତାହେଲେ ଆପଣମାନେ ଏହା ଉପଯୋଗ କରିପାରିବେ, ମାନେ ଏଇଟା ପାଇପାରିବେ। ଏଇଟା ହେଲା ସେକେଣ୍ଡ ଷ୍ଟେପ୍। ଆପଣ ଏଇଟା ପୁରା ଭଲ କି ପଢ଼ିବେ। ଯଦି ଆପଣଙ୍କର ଅଛି ଆପଣ ଭୁଲଟାରେ ଲେଖୁଛନ୍ତି ତାହେଲେ ଜାଣିବେ ଆପଣ ଯେତେବେଳେ ସେ ଭେରିଫିକେସନ୍ ହେବ ସେତିକି ବେଳେ ମଧ୍ୟ ଆପଣଙ୍କର ଫର୍ମ ମଧ୍ୟ କଟିଯିବ, ଆପଣ ଆଉ ଟଙ୍କା ପାଇପାରିବେ ନାହିଁ। ତାପରେ ଦେଖନ୍ତୁ ଏଠି ଲେଖା ହେଇଛି ଯେ ମୋର ପ୍ରମାଣୀକରଣ ମାନ୍ୟତା ପାଇଁ UIDAI ଆଧାର ନମ୍ବର ଅଛି, ଯେଉଁ ଆପଣ ଆଧାର ନମ୍ବର ସହିତ ଲିଙ୍କ ଅଛି ମୋବାଇଲ ନମ୍ବର, ସେଇ ନମ୍ବରରେ ଆପଣଙ୍କର ସବୁ ଡିଟେଲ୍ସ ପାଇପାରିବେ। ମାନେ ଆପଣଙ୍କର ଯଦି ଆପଣଙ୍କ ନାଁରେ ଯଦି ଗାଡ଼ି ଅଛି ମଧ୍ୟ ସବୁ ଜଣାପଡ଼ିଯିବ। ଆଉ ଏଇଠି ଆପଣଙ୍କର ଦସ୍ତଖତ କରିବେ, ଆପଣଙ୍କର ତାରିଖ ମଧ୍ୟ ଦେବେ। ଏଇସବୁ କରିସାରିଲା ପରେ ଆପଣ ନିକଟସ୍ଥ ପଞ୍ଚାୟତ ଅଫିସ, ବ୍ଲକ ଅଫିସରେ ମଧ୍ୟ ଡିପୋଜିଟ୍ କରିପାରିବେ। ନହେଲେ ଆପଣ ଏଇ ଫର୍ମକୁ ଅନଲାଇନରେ ମଧ୍ୟ ଫିଲ୍ଅପ୍ କରିପାରିବେ। ବହୁତ ଇଜି, 5ରୁ 10 ମିନିଟ୍ ଲାଗିବ ଏତିକି କରିବା ପାଇଁ। ଆପଣମାନେ ନିଜେ ଚାହିଁଲେ କରିପାରିବେ ଆଉ ସୁଭଦ୍ରା ଯୋଜନା ପାଇଁ ଆପ୍ଲାଏ କରିପାରିବେ। ଏଠି ଦେଖନ୍ତୁ ଆବେଦନ ପତ୍ର, ଆବେଦନ ତାରିଖ, ଆଧାର ନମ୍ବର, ସମ୍ପୂର୍ଣ୍ଣ ନାଁ, ବାସ୍ ଏତିକି ଲେଖିଦେଇକି ସେଇଟା ଆପଣ ପ୍ରାପ୍ତି ସ୍ୱୀକାର କରିପାରିବେ। ଆଉ ତାପରେ ଆପଣଙ୍କର କିଛି ଅସୁବିଧା ନାହିଁ। ଆଉ ଟୋଲ୍ ଫ୍ରି ନମ୍ବର ଉପରେ ଅଛି ଦେଖନ୍ତୁ 14678, ସେଠି କଲ୍ କରିକି ମଧ୍ୟ ଆପଣ ବୁଝିପାରିବେ। ଇଏ ଥିଲା ଗୋଟେ ସୁଭଦ୍ରା ଯୋଜନାର ଫର୍ମ ଆପ୍ଲାଏ। ମୁଁ ଆପ୍ଲାଏ କରିକି ତ ଦେଖିନି, କିନ୍ତୁ ଆପଣମାନେ ଏତିକି ହିଁ ଆପ୍ଲାଏ କରିପାରିବେ। ତ ଆପଣମାନେ ନିଶ୍ଚିନ୍ତ ଏସବୁ ପାଇପାରିବେ, କିଛି ଅସୁବିଧା ନାହିଁ। ଯାହା ସବୁ ଲେଖା ହେଇଥିଲା ଟର୍ମସ ଆଣ୍ଡ କଣ୍ଡିସନ, ସେଗୁଡ଼ା ସବୁ ପଢ଼ିକି ଆପଣ ଠିକ୍ ମାରିବେ। ଯଦି ଆପଣଙ୍କର ଅଛି ତାହେଲେ ଆପଣ ଭାବୁଛନ୍ତି କେହି ଜାଣିପାରିବେନି, କିନ୍ତୁ ତାପରେ ଭେରିଫିକେସନ ହେବ। ତେଣୁ ଦୟାକରି ଦେଖିକି ଆପଣମାନେ ପଢ଼ିକି ସେସବୁ ଫିଲ୍ଅପ୍ କରନ୍ତୁ।